କାଲି ସକାଳେ ତୁମକୁ ଏକ ଖୁସି ଖବର ମିଳିବ। ମୋତେ ବିଶ୍ୱାସ କର। ମୁଁ ଦେଖୁଛି ତୁମେ ବହୁତ ଧୈର୍ଯ୍ୟର ସହିତ ହସି ହସି ତୁମର ଏହି କଠିନ ସମୟକୁ କିଭଳି ଭାବରେ ବିତାଉଛ। ମୁଁ ତୁମ ପରି ପିଲାମାନଙ୍କ ପାଇଁ ବହୁତ ଗର୍ବିତ। ବେଳେବେଳେ କିଛି ପରିସ୍ଥିତି ତୁମ ନିୟନ୍ତ୍ରଣର ବାହାରେ ହୋଇଥାଏ। ତେଣୁ କେବଳ ସେହି ସମୟରେ ମୋତେ ମନେ ପକାଅ, ସ୍ମରଣ କର, ନାମ ଜପ କର। ମୁଁ ସବୁକିଛି ସମ୍ଭାଳି ନେବି। ତୁମ ଘରର ପ୍ରତ୍ୟେକ କୋଣରେ ମୋ ଉଦ୍ଦୀଜଳ ଛିଞ୍ଚନ କର। ସବୁକିଛି ଠିକ୍ ହୋଇଯିବ। ସବୁ ପ୍ରକାରର ନକାରାତ୍ମକ ଶକ୍ତି, କଳୁଷିତ ବିଚାର ନଷ୍ଟ ହୋଇଯିବ। ତୁମ ଜୀବନରେ କେହି ଜଣେ ନୂତନ ବ୍ୟକ୍ତି ମିଳିବେ, ଯିଏ ତୁମର ବାକି ରହିଯାଇଥିବା କାର୍ଯ୍ୟକୁ ସମାପ୍ତ କରିବାରେ ତୁମକୁ ସାହାଯ୍ୟ କରିବେ। ତୁମର ଦେହ ମଧ୍ୟ ଶୀଘ୍ର ଠିକ୍ ହୋଇଯିବ। କିନ୍ତୁ ତୁମେ ଗୋଟେ କଥା ଉପରେ ଧ୍ୟାନ ରଖ। ସବୁବେଳେ ଏଣୁ ତେଣୁ ଚିନ୍ତାରେ ଡୁବି ରୁହ ନାହିଁ। କାଲି ଯାହା ହେବାର ଅଛି ତାହା ନିଶ୍ଚିତ ଭାବରେ ହେଇକି ହିଁ ରହିବ। ତୁମେ ଆଜି ସେ ବିଷୟରେ ନିଷ୍ପତ୍ତି ନେଇପାରିବ ନାହିଁ। ସେଥିପାଇଁ ଏତେ ଚିନ୍ତା କରିବା ବନ୍ଦ କର। କେବଳ ବିଶ୍ୱାସ ରଖ। ବିଶ୍ୱାସ ଏହି କଥାର କି ମୋ ବାବା ଅଛନ୍ତି ଏବଂ ସେ ସବୁ ଠିକ୍ କରିବେ। ମୁଁ ତୁମଠାରୁ କେବଳ ଶ୍ରଦ୍ଧା ଏବଂ ସବୁରି ଚାହୁଁଛି। ମୁଁ ସବୁକିଛି ସମ୍ଭାଳୁଛି। ଚିନ୍ତାମୁକ୍ତ ରୁହ, ଖୁସିରେ ରୁହ ଏବଂ ଖୁବ୍ ହସ। ତୁମର ଆଗାମୀ ଭବିଷ୍ୟତ ବହୁତ ସୁନ୍ଦରମୟ। ଓମ୍ ସାଇ ରାମ, ଜୟ ସାଇ ରାମ।